ପିତା ମାତାଙ୍କ ଗାଳି ପିଲାମାନଙ୍କ ପାଇଁ ଆଶୀର୍ବାଦ ହୋଇଥାଏ। ସେଥିପାଇଁ କେବେ ବି ତାଙ୍କୁ ଜବାବ ଦିଅନ୍ତୁ ନାହିଁ। ଅନ୍ୟର ପରାମର୍ଶକୁ ଗ୍ରହଣ ନକରି ନିଜକୁ ସବୁବେଳେ ଠିକ୍ ଭାବିବା ମଧ୍ୟ ଅସଫଳତା ଆଣିଦେଇଥାଏ। ନିଜକୁ ଜ୍ଞାନୀ ଭାବନ୍ତୁ ମନା ନାହିଁ, କିନ୍ତୁ ଅନ୍ୟକୁ ମୂର୍ଖ ଭାବିବାର ମୂର୍ଖତା କରନ୍ତୁ ନାହିଁ। କାରଣ ସମସ୍ତଙ୍କ ଠାରୁ କିଛି ନା କିଛି ଶିଖିବାକୁ ମିଳିଥାଏ। ଉତ୍ତମ ଚିନ୍ତାଧାରା ଦ୍ୱାରା ଜଣେ ବ୍ୟକ୍ତି ଆଗକୁ ବଢ଼ିବା ସହ ସଫଳତାର ନିକଟତର ହୋଇପାରିବ। ଧନ ଥିଲେ ଆଜ ଜଗତରେ ପୂଜ୍ୟ, ଶୁଣିବ ଜୟର ସ୍ୱନ। ଧନ ସରିଗଲେ କଚାଡ଼ିବେ କାହିଁ, ବାଟ ଛାଡ଼ିବନି ଶ୍ୱାନ। ଯେତେବେଳେ ବନ୍ୟା ଆସେ ପାଣିରେ ଭାସି ଆସିଥିବା ପିମ୍ପୁଡ଼ିମାନଙ୍କୁ ମାଛ ଖାଇଥାନ୍ତି, ଆଉ ଯେତେବେଳେ ପାଣି ଶୁଖିଯାଏ ଶୁଖିଲାରେ ଛଟପଟ ହେଉଥିବା ମାଛମାନଙ୍କୁ ପିମ୍ପୁଡ଼ି ଖାଇଥାଏ। ତେଣୁ ସୁଯୋଗ ସମସ୍ତଙ୍କୁ ମିଳେ, କେବଳ ସମୟକୁ ଅପେକ୍ଷା କରନ୍ତୁ। ଜୀବନ ଥିବା ପର୍ଯ୍ୟନ୍ତ ଦୁଇ ଜଣ ବ୍ୟକ୍ତିଙ୍କୁ କେବେ ଭୁଲିବ ନାହିଁ। ଜଣେ ସିଏ ଯିଏ ତୁମ ଦୁଃଖରେ ସାଥ ଦେଇଛି ଓ ଅନ୍ୟ ଜଣେ ସିଏ ଯିଏ ତୁମ ଦୁଃଖ ଦେଖି ପରିହାସ କରୁଛି। ଆମର ଆଖି ସବୁବେଳେ ସେହି ଲୋକ ଖୋଲି ଦିଅନ୍ତି ଯାହାକୁ ଆମେ ଆଖି ବନ୍ଦ କରି ବିଶ୍ୱାସ କରିଥାଉ।